ভক্তির অনুচিন্তা। দর্শক বন্ধু, সেই দিନ ମହାଭାରତ ଯୁଦ୍ଧ ସରିଯାଇଛି। ମହାଭାରତ ଯୁଦ୍ଧ ସରିଯାଇଛି। ଭୀଷ୍ମ ସରଶଯ୍ୟାରେ ପଡ଼ିଛନ୍ତି। ଭୀଷ୍ମ ଦିନେ ପଚାରିଲେ ଶ୍ରୀକୃଷ୍ଣଙ୍କୁ, ହେ ଯଦୁପତି ଶ୍ରୀକୃଷ୍ଣ, ମୁଁ କି ପାପ କରିଥିଲି ମୁଁ ଆଜି ସରଶଯ୍ୟାରେ ଶୋଇଛି? ମୁଁ କି ପାପ କରିଛି ଆପଣ କହିପାରିବେ? ମୋର ମନେ ଅଛି 10 ଜନ୍ମ କଥା, ମୁଁ ସେମିତି କିଛି ପାପ କରିନି। ମୋତେ କାହିଁକି ସରଶଯ୍ୟା ଭୋଗ କରିବାକୁ ପଡ଼ିଲା? ସେଦିନ ଶ୍ରୀକୃଷ୍ଣ ସୁନ୍ଦର ଉତ୍ତରଟି ଦେଇଥିଲେ। ହେ ପିତାମହ, ତୁମକୁ ମନେ ଅଛି ତମ 10 ଜନ୍ମ କଥା, ମୋତେ ତମ 11 ଜନ୍ମ କଥା ମୋତେ ମନେ ଅଛି। ମୋର ମନେ ଅଛି ତମେ 11 ଜନ୍ମରେ କ'ଣ କରିଥିଲ। ତମେ ଜଣେ ରାଜପୁତ୍ର ଥିଲ। ରାଜପୁତ୍ର ହେଇ ତମ ପାଖରେ ବହୁତ ଗର୍ବ ଥିଲା। ରାସ୍ତାରେ ଗୋଟିଏ ସର୍ପ ଯାଉଥିଲା, ତୁମେ ତାକୁ ସରରେ ଆଡ଼େଇ ତାକୁ ଗୋଟେ କଣ୍ଟା ଗଛକୁ ଫିଙ୍ଗି ଦେଇଥିଲ। ସେ 17 ଦିନ ସେ କଣ୍ଟାରେ ପଡ଼ି ଛଟପଟ ହେଇ ମରିଯାଇଥିଲା। କିନ୍ତୁ ସେ ଭଗବାନଙ୍କୁ ସେ ପ୍ରାର୍ଥନା କରିଥିଲା, ହେ ଭଗବାନ, ଏ ଗର୍ବୀ ରାଜାଙ୍କୁ ତୁମେ ହିଁ ବୁଝ, ତୁମେ ହିଁ ତା ନ୍ୟାୟ କରିବ। ସେ ନ୍ୟାୟଟିକୁ ଭଗବାନ କେବେ ବି ଅନ୍ୟାୟ ସହି ସହନ୍ତିନି ବନ୍ଧୁ। ସେ ଅନ୍ୟାୟ ବିରୁଦ୍ଧରେ ନିଶ୍ଚିତ ଭାବରେ ସ୍ୱରୋତ୍ତୋଳନ କରିବେ। ବନ୍ଧୁ, 17 ଦିନ ପଡ଼ିଥିଲେ ସେ ସାପଟି, କିନ୍ତୁ ଇଏ 58 ଦିନ ପଡ଼ିଲେ। ବନ୍ଧୁ, ଯେତିକି ପାପ କରୁଛନ୍ତି ତାର ଡବଲକୁ କଷ୍ଟ ଖାଇବା ପାଇଁ ପ୍ରସ୍ତୁତ ହୁଅନ୍ତୁ। ଏଇ ଯୁଗରେ ହିଁ ପାପ କଲେ ଏଇ ଯୁଗରେ ହିଁ ଭୋଗ କରିବେ ବନ୍ଧୁ। ଏଣୁ ପାପକୁ ଟିକେ ଡରନ୍ତୁ। ପାପକୁ ଡରିଲେ ଆପଣ ଭଲ ହୁଅନ୍ତା। ରହୁଛି, ଧନ୍ୟବାଦ। ଭଲ ଲାଗିଲେ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ, ନମସ୍କାର।